ତାଙ୍କ ଜୀବନରେ ଅନେକ କିଛି ଘଟି ଚାଲିଥିଲା। ସେ ଏବେ କରିବେ କ'ଣ? କାହାକୁ କହିବେ? କେମିତି କହିବେ ଏ ଲଜ୍ଜାଜନକ କଥା? ତୁଣ୍ଡରେ ଧରିଲା ବେଳକୁ ତାଙ୍କର କ'ଣ କ'ଣ ହୋଇଯାଉଛି। ଲୋକେ ଜାଣିଲେ କ'ଣ ଭାବିବେ? ତାଙ୍କ ମୁଣ୍ଡ ଏକ ପ୍ରକାର ଘୂରି ଯାଉଥିଲା। ତାଙ୍କୁ ଚତୁର୍ଦିଗ ଅନ୍ଧାର ଦିଶୁଥିଲା। ପାଦ ତଳର ମାଟି ଯେମିତି ତଳକୁ ତଳକୁ ଖସି ଚାଲିଥିଲା। ବିବାହର ମାସ 3ଟା ହୋଇଛି, ଏଭଳି ଘଟଣାଟେ ଘଟିବ ସେ କେବେ ଚିନ୍ତା କରିପାରିନଥିଲେ। ବିଶ୍ୱାସରେ ଏମିତି ବିଷ ଦିଆଯାଏ ସେ ଭାବି ପାରୁନଥିଲେ। ତାଙ୍କ ମନରେ ଘୃଣା ଆସିଯାଉଥିଲା ନିଜ ଉପରେ। ବୁଦ୍ଧିବାଟ ହଜିଯାଉଥିଲା ଏକ ପ୍ରକାର। ଏମିତି ଏକ ଦୁର୍ଦ୍ଦିନ ତାଙ୍କୁ ଅପେକ୍ଷା କରିଥିଲା ସେ ଭାବି ପାରୁନଥିଲେ। ସେ ହଠାତ୍ ଜାଣିଲା ବେଳକୁ ଆଉ କିଛି କରିବା ଅବସ୍ଥାରେ ନଥିଲେ ସିଏ। ପରିବାର ସାମ୍ନାରେ କହିବାକୁ ଚାହୁଁଥିଲେ, ହେଲେ ମୋର ନାଁ ହରିଶ, ବୟସ 28 ବର୍ଷ। ମୋର ବାହାଘର ରୂପାଲି ସହ ହୋଇଥିଲା। ବାହାଘର ଠିକ୍ କରିଥିଲେ ପରିବାର ଲୋକେ। ରୂପାଲି ସହ ବିବାହ କରି ନିଜକୁ ଭାଗ୍ୟବାନ ମନେ କରୁଥିଲି। ରୂପାଲି ଗୋଟିଏ ଚାଉଳରେ ଗଢ଼ା ସୁନ୍ଦର ଯୁବତୀ ଥିଲା। ଜଣେ ଥରେ ଦେଖିଲେ ଆଖି ଫେରାଇ ନେଇପାରିବନି। ତାକୁ ଦେଖିଲେ ଜଣେ କିଛି କ୍ଷଣ ପାଇଁ ଅଟକିଯିବ। ପ୍ରଥମେ କାହିଁକି ମୋତେ ଲାଗୁଥିଲା ଏ ବିବାହ ପ୍ରସ୍ତାବରେ ତାଙ୍କ ପରିବାର ଲୋକେ ରାଜି ହେବେନି। ମାତ୍ର ଆମେ ଯେତେବେଳେ ତାଙ୍କ ଘରକୁ ଝିଅ ଦେଖିବାକୁ ଗଲୁ ସେମାନଙ୍କର ସ୍ୱଭାବ ବିଷୟରେ ଜାଣିପାରିଲୁ। ତାଙ୍କ ପରିବାର ବହୁତ ସଂସ୍କାରୀ ପରିବାର ଥିଲା ପରି ଲାଗୁଥିଲା। ସବୁ ଠିକ୍ଠାକ୍ ହୋଇଯାଇଥିଲା ଅଳ୍ପ ଦିନରେ। ରୂପାଲି ସହ ବିବାହ ପରେ ଯେମିତି ମୋ ଜୀବନର ଗତିପଥ ବଦଳିଗଲା। ଅନେକ ସାଇ ପଡ଼ିଶା ସାଙ୍ଗସାଥି କହିଲେ ମୁଁ କୁଆଡ଼େ ବହୁତ ଭାଗ୍ୟବାନ। ମୋ ବିବାହକୁ 3 ମାସ ହୋଇଯାଇଥିଲା। ମୋର ସ୍ୱପ୍ନ ଥିଲା ସହରରେ ଏକ ବଡ଼ କପଡ଼ା ଶୋରୁମ୍ କରିବି। ଏ ସମ୍ପର୍କରେ ମୁଁ ସ୍ତ୍ରୀ ରୂପାଲିକୁ କହିଲି। ସେ ଜାଣିଥିଲା ଏହା ମୋ ଜୀବନ ପାଇଁ କେତେ ବଡ଼ ସ୍ୱପ୍ନ। ଏଥିପାଇଁ ମୁଁ କ'ଣ ସବୁ କରୁଛି ସେ ଅଙ୍ଗେ ଅଙ୍ଗେ ଏସବୁ ନିଭଉଥିଲା। ଏ ଭିତରେ ବଡ଼ ଅସୁବିଧା ସତ୍ତ୍ୱେ ବ୍ୟବସାୟ ପାଇଁ ଜାଗା ମିଳିଯାଇଥିଲା। ଏଥିପାଇଁ ଦରକାର ଥିଲା ବିପୁଳ ଟଙ୍କା। ସେଥିପାଇଁ ଗାଁରେ ଥିବା ଏକ ଜମି ବିକ୍ରି କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ଯେଉଁ ଜମି ବାପାଙ୍କ ସହ ତାଙ୍କ ଭାଇଙ୍କର ମଧ୍ୟ ଭାଗ ଥିଲା। ତେଣୁକରି ବାରମ୍ବାର ଗାଁକୁ ଯିବାକୁ ପଡ଼ୁଥିଲା ମୋତେ। ରୂପାଲିକୁ କହିଲି, ଜମିବାଡ଼ି କାମ କେତେଦିନ ଲାଗିବ ଜଣା ନାହିଁ। ତେଣୁ ତମେ ମୋ ସହିତ ଗାଁକୁ ଚାଲ। କିନ୍ତୁ ସେ ମୋ ପ୍ରସ୍ତାବରେ ରାଜି ହେଲେନି। ନିଜ ବାପ ଘରକୁ ଯିବେ ବୋଲି କହିଲେ। ହରିଶ କହିଲେ ଠିକ୍ ଅଛି। ତାଙ୍କ ମନ ଯଦି ବାପ ଘରକୁ ଯିବାକୁ କହୁଛି ଯାଆନ୍ତୁ, ମୋର କିଛି ଅସୁବିଧା ନାହିଁ। ରୂପାଲି ଏହାପରେ ବାପ ଘରକୁ ଚାଲିଗଲେ। ହରିଶ ନିଜ ଗାଁକୁ ଗଲେ ଜମିବାଡ଼ି କଥା ବୁଝିବାକୁ। ଦୁହିଁଙ୍କ ଭିତରେ ମୋବାଇଲରେ ସବୁଦିନ କଥାବାର୍ତ୍ତା ହେଉଥିଲା। ସୁଖ ଦୁଃଖ କଥା ପଚାରି ବୁଝାବୁଝି କରୁଥିଲେ। ଜମି କାଗଜପତ୍ର କରିବାକୁ ସମୟ ଲାଗୁଥିଲା। ନୂଆ ବିବାହ ସାଙ୍ଗକୁ ଦୁହେଁ ଦୁହିଁଙ୍କୁ ଛାଡ଼ି ଦୂରରେ ରହିବା ଟିକେ କଷ୍ଟ ଲାଗୁଥିଲା। ସବୁକିଛି ଠିକ୍ଠାକ୍ ଚାଲିଥିଲା। ସେଦିନ ଫୋନ୍ କରିବା ସମୟରେ କିନ୍ତୁ ରୂପାଲିଙ୍କ ହାବଭାବ କାହିଁକି ପରିବର୍ତ୍ତନ ଅନୁଭବ କଲେ ହରିଶ। ସେ ବେଶୀ କିଛି କହୁନଥିଲେ। ଅଳ୍ପ ଅଳ୍ପ କଥା କହୁଥିଲେ। ପଚାରିଲେ ଉତ୍ତର ବି ଠିକ୍ ସେ ଦେଉନଥିଲେ। ଦେହ ପା ଭଲ ଅଛି କି ନାହିଁ ପଚାରିଲେ ହରିଶ। ଉତ୍ତରରେ ଠିକ୍ ଅଛି କହିଲେ ରୂପାଲି। କୌଣସି ଅଘଟଣ ଆଶଙ୍କା କରି ହରିଶ କହିଲେ, କ'ଣ କିଛି ହେଇଛି କି? ତମ ଦେହ ପା ଭଲ ତ? ମନ ଭଲ ନାହିଁ କି? ଟିକେ ଚୁପ୍ ରହି ରୂପାଲି କହିଲେ, ତମକୁ ମୋର କିଛି କହିବାର ଅଛି। ହରିଶ ଟିକେ ସହଜ ହୋଇ କହିଲେ, ଓ ଏଇ କଥା। ଆମେ ସ୍ୱାମୀ ସ୍ତ୍ରୀ ପରସ୍ପର ମନ କଥା ଯଦି କହିବାନି ତେବେ ଜଣେ ଜାଣିବ କେମିତି? କହୁନ କ'ଣ କହିବାର ଅଛି? ଟିକେ ନୀରବ ରହିଲେ ରୂପାଲି। କ'ଣ ଯେମିତି ଭାବୁଥିଲେ। ନୀରବତା ଭାଙ୍ଗି ସେ କହିଲେ, ଆଜି ନୁହେଁ, ଦେଖା ହେଲେ କହିବି ସେ କଥା। ଯେତେ କହିଲେ ବି ଆଉ ସେ କ'ଣ କହିବାକୁ ଚାହୁଁଥିଲେ କହିଲେନି। ହରିଶ ଏଇ କଥାକୁ ବେଶ ସହଜ ଭାବରେ ଗ୍ରହଣ କରିନେଇଥିଲେ ଏବଂ ପୁଣି ନିଜ କାମରେ ମନୋନିବେଶ କଲେ। ସେ କ'ଣ ଜାଣିଥିଲେ ତାଙ୍କ ଜୀବନରେ ଘଟିବାକୁ ଯାଉଛି ଆଉ କିଛି, ଯାହା ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ତହିଁ ଆର ଦିନ ରୂପାଲିକୁ କଲ୍ କଲେ ହରିଶ, କିନ୍ତୁ ମୋବାଇଲ ରିଙ୍ଗ ହୋଇ କଟିଗଲା। ଦ୍ୱିତୀୟ ଥର କଲ୍ କଲେ କିନ୍ତୁ ସମାନ ଅବସ୍ଥା। ସେ ଭାବିଲେ ବୋଧହୁଏ ରୂପାଲି କାମରେ ବ୍ୟସ୍ତ ଥିବେ, ତେଣୁକରି ଫୋନ୍ ଉଠାଉ ନାହାନ୍ତି। ନଚେତ୍ ମୋବାଇଲ ସାଇଲେଣ୍ଟ ମୋଡ଼ରେ ରଖିଦେଇଛନ୍ତି, ତେଣୁ ଜାଣିପାରୁନାହାନ୍ତି। ତେବେ ମୋବାଇଲ ନ ଉଠାଇବାକୁ ସହଜ ଭାବରେ ନେଇଗଲେ ସିଏ। ଦିନସାରା କାମରେ ହରିଶ ଲାଗି ରହିଲେ। ଏଠୁ ସେଠିକି ସେଠୁ ଏଠିକି ଧାଇଁ ଧାଇଁ କାମ କରିବାକୁ ପଡ଼ୁଥିଲା ତାଙ୍କୁ। ଟିକେ ସମୟ ମିଳିଲେ ସିନା ଆଉ କ'ଣ କରିବେ। କାମ ସରିଲେ ସିନା ସେ ରୂପାଲି ପାଖକୁ ଯାଇପାରିବେ।
ପୁଣି ନୂଆ ନୂଆ ବାହା ହୋଇଛନ୍ତି ଯେତେବେଳେ ମନ ତାଙ୍କ ଚଞ୍ଚଳ ହେଉଛି ଭେଟିବାକୁ। ହେଲେ କାମ ଚାପ ସବୁ ବିଗାଡ଼ି ଦେଉଛି। ଦିନସାରା କାମରେ ବ୍ୟସ୍ତ ରହିବା ପରେ ସନ୍ଧ୍ୟାରେ ରୂପାଲିକୁ ଫୋନ୍ କଲେ ହରିଶ। କିନ୍ତୁ ଏ କ'ଣ? ଏଥର ବି ମୋବାଇଲ ତାଙ୍କର ସୁଇଚ୍ ଅଫ୍ କହିଲା। ହରିଶ ଭାବିଲେ ବୋଧେ ମୋବାଇଲରେ ଚାର୍ଜ ନଥିବ। କାମରେ ବ୍ୟସ୍ତରେ ରହି ମୋବାଇଲ ଚାର୍ଜ କରିବାକୁ ଭୁଲି ଯାଇଥିବେ ସିଏ। ଏଥର ବି ସହଜ ଭାବରେ ନେଇଗଲେ ଏଇ କଥା। ରାତିରେ ପୁଣି ରୂପାଲିକୁ ଫୋନ୍ କଲେ ହରିଶ। କାରଣ ଦିନସାରା ଯେତେ ବ୍ୟସ୍ତ ରହିଲେ ବି ସ୍ତ୍ରୀଙ୍କୁ ରାତିରେ ଥରେ ଫୋନ୍ କରିବାକୁ ଭୁଲନ୍ତି ନାହିଁ ସେ। ସେଇ ନ୍ୟାୟରେ ପୁନର୍ବାର କଲ୍ କଲେ। ମାତ୍ର ଏ କ'ଣ? ସେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଲେ। ରୂପାଲିଙ୍କ ମୋବାଇଲ ସୁଇଚ୍ ଅଫ୍ ଥିବା ସେପଟୁ ଏକ ସ୍ୱର ଭାସି ଆସୁଥିଲା। ଏହାପରେ ହରିଶଙ୍କ ମନରେ ସାମାନ୍ୟ ସନ୍ଦେହ ସୃଷ୍ଟି ହେବାକୁ ଲାଗିଲା। କିଛି ସମୟ ସେ ଚିନ୍ତାରେ ପଡ଼ିଲେ। ପୁଣି ଥରେ ମୋବାଇଲକୁ କଲ୍ କରିବେନି ଭାବି କଲ୍ କଲେ ରୂପାଲିକୁ। ମାତ୍ର ଏଥର ବି ସେହି ସମାନ ଉତ୍ତର ଫେରିଲା, ସୁଇଚ୍ ଅଫ୍। ହରିଶ ଭାବିଲେ ସ୍ତ୍ରୀ ତାଙ୍କ ବାପଘରେ ଅଛନ୍ତି। ଯଦି କୌଣସି ଅସୁବିଧା ହୋଇଥାନ୍ତା ଫୋନ୍ ଆସି ସାରନ୍ତାଣି ଶ୍ୱଶୁର ଘରୁ। କିନ୍ତୁ ରୂପାଲି କାହିଁକି ତାଙ୍କ ମୋବାଇଲ ସୁଇଚ୍ ଅଫ୍ କରିଛନ୍ତି? ପୁଣି ଭାବିଲେ ଶ୍ୱଶୁର ଘର ଲୋକଙ୍କୁ ଟିକେ ଫୋନ୍ କରିବେ କି? କାହିଁକି ରୂପାଲି ଫୋନ୍ ଲାଗୁନି? କ'ଣ ପାଇଁ ସୁଇଚ୍ ଅଫ୍ ଅଛି ରୂପାଲିର ମୋବାଇଲ? ଫୋନ୍ କରି ପଚାରିବେ କି? କିନ୍ତୁ ହରିଶ ଏତେ ରାତି ହେଲାଣି ସେଇ କଥା ଭାବି ଟିକେ ଦ୍ୱନ୍ଦ୍ୱରେ ପଡ଼ିଲେ। ଫୋନ୍ କରିବାଟା ଠିକ୍ ହେବନି ଭାବି ଚୁପ୍ ରହିଲେ। ଆଉ ଭାବିଲେ ହଉ, କାଲି ସକାଳ ହେଲେ ଦେଖିବା। ଫୋନ୍ କରି ରୂପାଲି କଥା ପଚାରିବା। ରାତି ବଢ଼ିଲା। ହରିଶଙ୍କ ଆଖିକୁ ନିଦ ଆସୁନଥିଲା। ରୂପାଲିଙ୍କ କଥା ମନେ ପଡ଼ୁଥିଲା ତାଙ୍କର। ବଡ଼ କଷ୍ଟରେ ଯେନ ତେନେ ପ୍ରକାରେ ଆଖି ବୁଜି ପଡ଼ି ରହିଲେ ସିଏ। ତାଙ୍କ ଆଖିରେ ସ୍ୱପ୍ନମାନେ ଘୁରି ବୁଲୁଥିଲେ ରୂପାଲିକୁ ନେଇ। କେତେ କେତେ କଥା ସେ ଭାବିବାକୁ ଲାଗୁଥିଲେ। ସେଇ ଭିତରେ ତାଙ୍କ ଆଖି କେତେବେଳେ ଲାଗିଯାଇଥିଲା। ସକାଳୁ ଉଠିଲା ବେଳକୁ ଟିକେ ଡେରି ହୋଇଯାଇଥିଲା ତାଙ୍କର। ଆଖି ମଳି ମଳି ପ୍ରଥମେ ବାଥରୁମକୁ ଗଲେ। ସେଠାରୁ ଆସି ବେସିନରେ ମୁହଁ ଧୋଇଲେ। ରୂପାଲି କଥା ମନେ ପଡ଼ିବାରୁ ରୂପାଲିକୁ ଫୋନ୍ କରିବାକୁ ମୋବାଇଲ ଧରିଲେ। କିନ୍ତୁ ଏ କ'ଣ? ଆଜି ବି ରୂପାଲିଙ୍କ ଫୋନ୍ ବି ସୁଇଚ୍ ଅଫ୍ ଅଛି। ତାଙ୍କ ଆଳସ୍ୟ ହଠାତ୍ ଯେମିତି ଗାୟବ ହୋଇଗଲା। ତାଙ୍କ ମନକୁ ବିଭିନ୍ନ ଚିନ୍ତା ପଶି ଆସୁଥିଲା। ଅନ୍ୟ ଉପାୟ ନ ପାଇ ଏଥର ଶାଶୁଙ୍କ ମୋବାଇଲକୁ କଲ୍ କଲେ। ମାତ୍ର ଶାଶୁମା ମଧ୍ୟ ହରିଶଙ୍କ କଲ୍ ରିସିଭ୍ କଲେନି। ହରିଶଙ୍କୁ ଏକଥା ଆହୁରି ସନ୍ଦେହ ଭିତରକୁ ଟାଣିଲା। ପୁଣି ଥରେ କଲ୍ କଲେ। ମାତ୍ର ଏଥର ବି ଶାଶୁମାଙ୍କର ଫୋନ୍ ଲାଗିଲା ନାହିଁ। ହରିଶ କିଛି ଅଘଟଣ ଆଶଙ୍କା କରିବାକୁ ଲାଗିଲେ। ଅନେକ ପ୍ରକାର ଶଙ୍କା ଭିତରେ ସେ ରହିଲେ। ଏବେ କ'ଣ କରିବେ ଭାବିଲେ। ମନକୁ ସାନ୍ତ୍ୱନା ଦେଇ ଟିକେ ଥୟ ଧରି ଚୁପ୍ ରହିଲେ। କାହାକୁ କିଛି ଏ ବିଷୟରେ ଜଣାଇଲେ ନାହିଁ। ଏଇ ଭିତରେ 3 ଦିନ ବିତି ଯାଇଥିଲା। ରୂପାଲି କିମ୍ବା ତାଙ୍କ ଘର ଲୋକଙ୍କ କାହାର ବି ଫୋନ୍ ଆସିଲାନି। ନିଜ କାମରେ ଠିକ୍ ସେ ମନ ଦେଇ ପାରୁନଥିଲେ ହରିଶ। କ'ଣ କରିବେ କ'ଣ କରିବେନି କିଛି ବୁଝିପାରୁନଥିଲେ। କାମ ଛାଡ଼ି ବି ଶାଶୁ ଘରକୁ ଯାଇପାରୁନଥିଲେ। ତାଙ୍କ ମନରେ ଅନେକ ଭାବନା ଧସେଇ ପଶୁଥିଲା। ଅଘଟଣ ଆଶଙ୍କାରେ କେତେ କ'ଣ କୁତ୍ସିତ ଚିନ୍ତା ଘୁରି ବୁଲୁଥିଲା ହରିଶଙ୍କ ମନରେ। ଅଥଚ ସେ କିଛି କରିପାରୁନଥିଲେ। ଗୋଟିଏ ପଟେ ଜମିବାଡ଼ି କାମ ଓ ଅନ୍ୟ ପଟେ ସ୍ତ୍ରୀ ଓ ଶ୍ୱଶୁର ଘର ପକ୍ଷର ଅସହଯୋଗ ତାଙ୍କୁ ଟିକେ ଅଥୟ କରିବା ଆରମ୍ଭ କରିଦେଇଥିଲା। 5 ଦିନ ପରେ ସନ୍ଧ୍ୟା ହୋଇଥାଏ। ଶାଶୁମାଙ୍କ ଫୋନ୍ କଲ୍ ଆସିଲା। ହରିଶ କାଳ ବିଳମ୍ବ ନ କରି ନମସ୍କାର ଜଣାଇବା ସହ ପଚାରିଲେ ରୂପାଲି କୁଆଡ଼େ ଗଲା? ଶାଶୁମା ଥତମତ ନ ହୋଇ କହିଲେ ସମ୍ପର୍କୀୟ ଦାଦା ଝିଅ ଭଉଣୀ ବାହାଘରକୁ ଯାଇଛି। ବୋଧହୁଏ ସେଠାରେ ନେଟୱାର୍କ ନଥିବ। ସେଥିପାଇଁ ଫୋନ୍ ଲାଗୁନଥାଇପାରେ। ତାଙ୍କର ମନେ ପଡ଼ିଗଲା ରୂପାଲି କହୁଥିଲା ସେ ଦାଦା ଝିଅ ଭଉଣୀ ବାହାଘରକୁ ଯିବ। ଶାଶୁମାଙ୍କ ଠାରୁ ଏକଥା ଶୁଣି ହରିଶ ଟିକେ ଆଶ୍ୱସ୍ତ ହେଲେ ଏବଂ ନିଜ କାମରେ ପୁଣି ଲାଗି ପଡ଼ିଲେ। ରୂପାଲି ସେଠାରେ 4-5 ଦିନ ରହିବ କହୁଥିଲା। ତେଣୁ ତାଙ୍କ ସହ ଏ ଭିତରେ କଥାବାର୍ତ୍ତା ହୋଇପାରିବନି ଭାବିଲେ ହରିଶ। ଅନ୍ୟପଟେ ତାଙ୍କ ଜମି ବିକ୍ରି କାମ ଶେଷ ପର୍ଯ୍ୟାୟକୁ ଆସିଯାଇଥିଲା। 2-4 ଦିନ ଭିତରେ ହରିଶଙ୍କ ହାତକୁ ଟଙ୍କା ଆସିଯିବାର ଥିଲା ଏବଂ ଟଙ୍କା ଆସିବା ମାତ୍ରେ ଗାଁରୁ ପ୍ରଥମେ ଶ୍ୱଶୁର ଘରକୁ ଗଲେ ହରିଶ ପତ୍ନୀଙ୍କୁ ଆଣିବାକୁ। ଶ୍ୱଶୁର ଘରେ ହରିଶ ଏପରି ପହଞ୍ଚିଯିବା ପରେ ସମସ୍ତେ ଟିକେ ଅସହଜ ହୋଇଗଲେ। ସେମାନଙ୍କ ମୁହଁରେ ଝଲସୁଥିଲା କେଉଁ ଏକ ଅଜଣା ଭୟ। କିଛି ସମୟ ଶ୍ୱଶୁର ଘରେ ବସିଲେ। ଦେଇଥିବା ପାଣି ପିଇଲେ। କିନ୍ତୁ ଏ କ'ଣ? ଏପର୍ଯ୍ୟନ୍ତ ମୋ ପାଖକୁ ରୂପାଲି ଆସିଲା ନାହିଁ। ମୋତେ ବି ଆଶ୍ଚର୍ଯ୍ୟ ଲାଗିଲା। ମୁଁ କିଛି ବୁଝିପାରିଲି ନାହିଁ। ମନେ ମନେ ଗୋଟିଏ ପ୍ରଶ୍ନ ଆସୁଥିଲା କୁଆଡ଼େ ଗଲା ସେ? ଏତେ ଦିନ ପରେ ସ୍ୱାମୀ ଆସିଛି ଅଥଚ ତାର ଦେଖା ନାହିଁ। କେମିତିକା ସ୍ତ୍ରୀ ସିଏ? ଏମିତି କଥା ସବୁ ମନରେ ଗୋଳେଇ ଘାଣ୍ଟି ହେଲା। କିଛି ସମୟ ବିତିଗଲା। ପାଖରେ ବସିଥିବା ଶାଶୁଙ୍କୁ ଏଥର
ବାଧ୍ୟ ହୋଇ ପଚାରିଲି, ରୂପାଲି କୁଆଡ଼େ ଗଲା କି? ସେ ଅତି ଧୀରେ କହିଲେ, ସେ ଏଯାଏଁ ଫେରି ନାହିଁ। କେବେ ଆସିବ ପଚାରିଲେ ହରିଶ। ତାର ସଠିକ୍ ଉତ୍ତର ବି ମିଳିଲାନି। ତେଣୁ ବାଧ୍ୟ ହୋଇ ହରିଶ କହିଲେ, ରୂପାଲି ସହ କିଛି ଦିନ ହେଲା କଥାବାର୍ତ୍ତା ହୋଇନି। ତା ଭଲ ମନ୍ଦ କିଛି ବୁଝିନି। ମନଟା ଆଉଟୁ ପାଉଟୁ ହେଉଛି। ତା ଫୋନ୍ ବି ଲାଗୁନି। ରୂପାଲି ଯାଇଥିବା ସମ୍ପର୍କୀୟଙ୍କ ଘରର କାହା ନମ୍ବର ଦେଇ ଦିଅନ୍ତୁ। ଟିକେ କଥା ହୋଇଯିବି। ମନ ଟିକେ ହାଲକା ହୋଇଯିବ। ଶାଶୁମା କିଛି ସମୟ ନୀରବ ରହିଲେ। କିଛି ସମୟ ଚିନ୍ତା କରି କହିଲେ, ମୋ ପାଖରେ ସେଠିକାର ନମ୍ବର ନାହିଁ। ବୁଝିକି ତାଙ୍କ ନମ୍ବର ଦେଇଦେବି। ଏହା ଶୁଣିବା ପରେ ହରିଶଙ୍କ ମନରେ ସନ୍ଦେହ ଆସିବା ସ୍ୱାଭାବିକ ଥିଲା। ରୂପାଲି ସହ 10 ଦିନ ହେଲା କଥାବାର୍ତ୍ତା ହୋଇପାରିନଥିଲେ। ଏପଟେ ଶାଶୁମାଙ୍କର ଏଭଳି ଉତ୍ତର ତାଙ୍କୁ କିଛି ଠିକ୍ ଠାକ୍ ଲାଗୁନଥିଲା। ରୂପାଲି ଉପରେ ଧୀରେ ଧୀରେ ତାଙ୍କର ରାଗ ଆସୁଥିଲା। ବାରମ୍ବାର କଲ୍ କଲେ ବି ମୋବାଇଲ ତାଙ୍କର ସୁଇଚ୍ ଅଫ୍ କହୁଥିଲା। ସୁଇଚ୍ ଅଫ୍ କରିବା କାରଣ କ'ଣ ଥିଲା ସେ ବୁଝିପାରୁନଥିଲେ। ଯଦି ଫୋନ୍ କାମ କରୁନି, ଅନ୍ୟ କାହା ମୋବାଇଲରୁ କଲ୍ କରି କଥା ହୋଇପାରିଥାନ୍ତେ ସିଏ। ମାତ୍ର ସେତିକି ବି କରିନାହାନ୍ତି ରୂପାଲି। ନିଜର ଦାୟିତ୍ୱକୁ ଭୁଲି ଯାଇଥିବାରୁ ତାଙ୍କର ପ୍ରବଳ ରାଗ ହେଉଥିଲା। ସେ ଭାବୁଥିଲେ ରୂପାଲି ଆସିଲେ ଏଥର ତାକୁ ନିଶ୍ଚୟ ଗାଳି ଦେବେ। କିନ୍ତୁ ତାଙ୍କ ହାତ ପାହାନ୍ତରେ କିଛି ନଥିଲା। ଏଇ ଭିତରେ 14 ଦିନ ବିତିଗଲାଣି। ରୂପାଲି ସହିତ ଯୋଗାଯୋଗ ହୋଇପାରୁନି। ଶାଶୁମା ଫୋନ୍ ନମ୍ବର ଦେବେ କହି ଏଯାଏଁ ଦେଲେନି। କର୍ତ୍ତବ୍ୟ ଭାବି ଶାଶୁମା ଫୋନ୍ ବି କଲେନି। ତେଣୁ ଅନ୍ୟ ଉପାୟ ନ ପାଇ ପୁଣି ଥରେ ତାଙ୍କ ଶ୍ୱଶୁର ଘରକୁ ଗଲେ ହରିଶ। ଏଥର ବି ରୂପାଲି ଘରେ ନଥିଲା। ଏହା ପରେ ମନରେ ନାନା ପ୍ରକାର ସନ୍ଦେହ ଉପୁଜିବାକୁ ଲାଗିଲା। ଅନେକ ପ୍ରଶ୍ନରେ ଛନ୍ଦି ହୋଇ ପଡ଼ୁଥିଲେ ହରିଶ। ଭାବୁଥିଲେ କୁଆଡ଼େ ଗଲା ରୂପାଲି? ପ୍ରକୃତ ଘଟଣା କ'ଣ? କ'ଣ ହୋଇଛି ରୂପାଲିର? ଶାଶୁମା କ'ଣ ଲୁଚାଇବାକୁ ଚାହୁଁଛନ୍ତି? କାହିଁକି ସତ କଥା କିଛି କହୁନାହାନ୍ତି ସିଏ? ହରିଶଙ୍କୁ ଆଉ କିଛି ବୁଦ୍ଧିବାଟ ଦିଶୁନଥିଲା। ଗୋଟିଏ ପଟେ ଲୋକଲଜ୍ଜା ଓ ଅନ୍ୟ ପଟେ ଶ୍ୱଶୁର ଘର ଲୋକଙ୍କ ଅସହଯୋଗ ତାଙ୍କୁ ଦ୍ୱନ୍ଦ୍ୱରେ ପକାଇ ଚାଲିଥିଲା। ଏବେ ସେ କରିବେ ତ କରିବେ କ'ଣ? ଏ ବିଷୟରେ କାହାର ପରାମର୍ଶ ନେବା ଅର୍ଥ କାନରୁ କାନକୁ ହୋଇ କଥା ପ୍ରଘଟ ହେବା। ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇପଡ଼ିବ। ତେଣୁ ସେ ଗୋଟିଏ ଉପାୟ ପାଞ୍ଚିଲେ। ଶାଶୁମାଙ୍କୁ ମେସେଜ କଲେ, ରୂପାଲି ବିଷୟରେ କେହି କିଛି ସ୍ପଷ୍ଟ କରି କହୁନ। ସିଏ କୁଆଡ଼େ ଗଲା? କାହିଁକି ମୋତେ ଫୋନ୍ କରୁନି? କ'ଣ ହୋଇଛି ତାର? ସ୍ୱାମୀ ପ୍ରତି ତାର କ'ଣ କିଛି କର୍ତ୍ତବ୍ୟ ନାହିଁ କି? ଯେହେତୁ ସ୍ତ୍ରୀ ବିଷୟରେ ମୋ ପାଖରେ କିଛି ସୂଚନା ନାହିଁ, ତେଣୁ ବାଧ୍ୟ ହୋଇ ମୁଁ ପୁଲିସ ପାଖକୁ ଯାଉଛି। ଏ କଥା ଜାଣିବା ପରେ ରୂପାଲିର ମା' ବୋଧେ ଡରିଗଲେ। ମେସେଜ ପଢ଼ିବା ପରେ ହରିଶଙ୍କୁ ସଙ୍ଗେ ସଙ୍ଗେ ଫୋନ୍ କଲେ। କହିଲେ, ପୁଅ, ଫୋନ୍ରେ ସବୁ କଥା କହିବା ସମ୍ଭବ ନୁହେଁ। ତମକୁ କିଛି କହିବାକୁ ଚାହୁଁଛି। ତମେ ଘରକୁ ଆସ, କଥା ହେବା। ଘର କଥା ଘରେ ରହିବ। ପୁଲିସ ପାଖକୁ କାହିଁକି ଯିବ? ଏ କଥା ଶୁଣି ମୋ ମୁଣ୍ଡ ଏକ ପ୍ରକାର ଘୂରିଗଲା। କ'ଣ କିଛି ଅଘଟଣ ଘଟିଛି କି? ଯାହା ମୋତେ ଲୁଚାଉଛନ୍ତି ଶାଶୁମା? ଅନେକ ପ୍ରଶ୍ନ ମୋ ମନରେ ଘୂରିବାକୁ ଲାଗିଲା। ସତେ ଯେମିତି ମୋ ଦୁନିଆ ଶେଷ ହୋଇଗଲା। ହରିଶଙ୍କ ସହିତ 20ରୁ 22 ଦିନ ହେଲାଣି ରୂପାଲି କଥାବାର୍ତ୍ତା କରିନଥିଲା। କୁଆଡ଼େ ଯାଇଛି, କ'ଣ କରୁଛି ତାର କିଛି ଖବର ନଥିଲା। ଏମିତି କ'ଣ ସବୁ ଘଟିଛି ଯେ ସବୁ କଥା ଲୁଚାଇଛନ୍ତି ଶାଶୁଘର ଲୋକେ। କେତେ କ'ଣ କଥା ଚିନ୍ତା କରୁଥିଲେ ହରିଶ। ଯେହେତୁ କଥା ହେବା ପାଇଁ ଶାଶୁମା ଡାକିଥିଲେ ତହିଁଆର ଦିନ, ଶ୍ୱଶୁର ଘରେ ପହଞ୍ଚି ଯାଇଥିଲେ ସିଏ। ଶାଶୁମାଙ୍କ ମୁହଁ ଶୁଖି ଯାଇଥିଲା। ଏକ ପ୍ରକାର ଭୟର ବାତାବରଣ ଭିତରେ ସିଏ ଥିଲେ। ହରିଶଙ୍କ ମନରେ ପ୍ରବଳ କ୍ରୋଧ ଜାଗ୍ରତ ହେଲା। ବହୁତ ଜୋରରେ ଚିଲେଇକି କହିଲେ, କୁଆଡ଼େ ଯାଇଛି ରୂପାଲି? 22 ଦିନ ହେଲା ତା ସହିତ କଥାବାର୍ତ୍ତା ହୋଇପାରୁନି। ଆପଣ ବି ଠିକ୍ ସେ କହୁନାହାନ୍ତି କୁଆଡ଼େ ଯାଇଛି ସେ? ରୂପାଲି ଆପଣଙ୍କ ଝିଅଟି? ସ୍ୱାମୀ ପ୍ରତି ତାର କ'ଣ କିଛି କର୍ତ୍ତବ୍ୟ ନାହିଁ? ଏଇଆ ସବୁ ସଂସ୍କାର ଶିଖେଇଛନ୍ତି? ଭଉଣୀ ବାହାଘରରେ ଗଲେ କ'ଣ 22 ଦିନ ଧରି ସେଠାରେ ରହିବାକୁ ପଡ଼େ? ନିଜର ଘର, ପରିବାର ଓ ସ୍ୱାମୀର ଦାୟିତ୍ୱ ନେବା କଥା ସେ କ'ଣ ଜାଣିନି? ଏତିକି କହିବା ପରେ ଗୋଟେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଲା। ଧୀରେ ଆଉ ଚାପା ଗଳାରେ ଶାଶୁମା କହିଲେ, ପୁଅ, ଆମର ଭୁଲ ହୋଇଯାଇଛି। ତମକୁ ଗୋଟେ କଥା କହିବାକୁ ଚାହୁଁଛି, ଯାହା ତମକୁ ମିଛ ଲାଗିପାରେ, କିନ୍ତୁ ତାହା ନିରାଟ ସତ। ରୂପାଲି ଆଉ ଏଠି ନାହିଁ। ସେ ଅନ୍ୟ କାହା ସହ ପଳେଇ ଯାଇଛି। ତାର ଖୋଜ ଖବର ନାହିଁ। ଶାଶୁଙ୍କ ପାଟିରୁ ଏ କଥା ଶୁଣି ହରିଶ ଚକିତ ହୋଇଗଲେ। ତାଙ୍କର ଏକ ପ୍ରକାର ହୋସ ଉଡ଼ିଗଲା। ପାଦ ତଳୁ ମାଟି ଖସିଗଲା ପରି ଅନୁଭବ କଲେ ହରିଶ। ଶାଶୁଙ୍କ କଥା ତାଙ୍କ କାନକୁ ବିଶ୍ୱାସ ହେଲାନି। ତଥାପି ନିଜକୁ ସମ୍ଭାଳି ହରିଶ କହିଲେ, ଆପଣ ଯାହା କହିବେ ମୁଁ ବିଶ୍ୱାସ କରିଯିବି ଭାବୁଛନ୍ତି କି? ଯଦି ସିଏ କାହା ସହ ପଳେଇଲା, ଆପଣ ତ ପ୍ରଥମେ ମୋତେ ଜଣାଇଥାନ୍ତେ ନା। ଏତେ ଦିନ ଧରି ଲୁଚାଇଥାନ୍ତେ କି?
ତେଣୁ ଅନ୍ୟ କିଛି କଥା ଲୁଚାଉଛନ୍ତି ମୋତେ। କ'ଣ ହେଇଛି ସତ ସତ କୁହନ୍ତୁ, ନହେଲେ କିଛି ଠିକ୍ ହେବନି। ଶାଶୁମା ଏଥର କାନ୍ଦି କାନ୍ଦି କହିଲେ, ପୁଅରେ ଏହା ହିଁ ସତ। ତମକୁ ସାହସ କରି ଏକଥା କହିପାରିନଥିଲି। ରୂପାଲି ବିବାହ ପୂର୍ବରୁ ଜଣଙ୍କ ସହ ତାର ଭଲ ପାଇବା ଥିଲା। ଆମେ ଜାଣିପାରିନଥିଲୁ ସେଇ କଥା। ଏବେ ଭଉଣୀ ବାହାଘରକୁ ଯାଇଥିବା ବେଳେ ସେ ପିଲା ସହ ତାର ସାକ୍ଷାତ ହେଲା। ସେଠାରୁ ସେ ପଳେଇଲା ବୋଲି ଆମେ ଖବର ପାଇଛୁ। ଆମେ ଖବର ପାଇବା ପରେ ପୋଲିସ ନିକଟକୁ ଯିବୁ ଭାବିଥିଲୁ, ମାତ୍ର ବଦନାମ ହେବା ଭୟରେ ଅଭିଯୋଗ କଲୁନି। ତମେ ରୂପାଲିକୁ ବହୁତ ଭଲ ପାଅ, କିନ୍ତୁ ଯାହା ସତ ତମକୁ କହିଲି ପୁଅ, ତୁମେ ରୂପାଲିକୁ ଭୁଲିଯାଅ। ଆମେ ବି ତାକୁ ଦୂରେଇ ଦେଇଛୁ। ସେ ଆମ ପାଇଁ ମରିସାରିଛି। ତା ପାଇଁ ଏଇ ଏରୁଣ୍ଡି ସବୁଦିନ ପାଇଁ ମନା ହୋଇଗଲା। ଆଖି ପୋଛି ପୋଛି କହିବାକୁ ଲାଗିଥିଲେ ଶାଶୁମା। ହରିଶଙ୍କ ମନରେ କିନ୍ତୁ ଗୋଟିଏ କଥା ଆସୁଥିଲା। ସେ ଭାବୁଥିଲେ, ଯେଉଁ 3 ମାସ ଦୁହେଁ ଏକାଠି ରହିଥିଲେ, ରୂପାଲିକୁ ଯେତିକି ଜାଣନ୍ତି ସେ ସେମିତି କଦାପି କରିବା ଭଳି ପିଲା ନୁହେଁ। କିନ୍ତୁ ତାଙ୍କ ମା ଯେତେବେଳେ ଏତେ କଥା କହୁଛନ୍ତି, ବିଶ୍ୱାସ କରୁନଥିଲେ ବି ବିଶ୍ୱାସ କରିବାକୁ ବାଧ୍ୟ ହେଲେ ହରିଶ। ଶାଶୁଘରୁ ଏଥର ଘରକୁ ଫେରିଆସିଲେ। ଘର ଲୋକଙ୍କୁ ଏତେ ବଡ଼ ଘଟଣା ସମ୍ପର୍କରେ ଜଣେଇଲେ। ଏ କଥାକୁ କେହି ଜଣେ ବି ବିଶ୍ୱାସ କଲେନି ସହଜରେ। କାରଣ ରୂପାଲି ସ୍ୱଭାବରେ ସେମିତି କଦାପି ନଥିଲା। ଯେତେ ଦିନ ଘରେ ରହିଥିଲା, ଘର ଲୋକଙ୍କ ସହ ବେଶ ଭଲ ଭାବରେ ମିଶିଥିଲା। ଘରକୁ ନିଜର ଭାବି କାମ କରିଥିଲା। ମନ ବୁଝି ସମସ୍ତଙ୍କୁ ଆପଣେଇଥିଲା। ରୂପାଲିର ମାଙ୍କ ଅବସ୍ଥା ଦେଖି ହରିଶ ଏବଂ ତାଙ୍କ ଘର ଲୋକ ଘଟଣାକୁ ଆଗକୁ ବଢ଼ାଇବାକୁ ଉଚିତ ମନେ କଲେନି। ହରିଶଙ୍କୁ ମିଳିଥିବା ଧୋକାକୁ ଗ୍ରହଣ କରିନେବା ଏତେ ସହଜ ନଥିଲା। ବାହାଘର ପରେ ରୂପାଲିଙ୍କୁ ବେଶ ଭଲ ପାଇ ବସିଥିଲେ ସିଏ। ରୂପାଲିଙ୍କ ପାଇଁ ତାଙ୍କ ଜୀବନରେ ଖୁସି ଆସିଥିଲା। କିନ୍ତୁ ତାଙ୍କ ଜୀବନର ଏ ଖୁସିରେ ଯେମିତି କାହାର ନଜର ଲାଗିଗଲା। ତେଣୁ ସେ ବହୁତ ଭାଙ୍ଗି ପଡ଼ିଥିଲେ। ରୂପାଲି ଦେଇଥିବା ଧୋକା ଯୋଗୁଁ ନାରୀ ଜାତି ପ୍ରତି ଏକ ପ୍ରକାର ଘୃଣା ଆସିଗଲା ତାଙ୍କର। ତାଙ୍କ ଜୀବନରେ ଏହି ଧୋକା ବହୁ ପ୍ରଭାବ ପକାଇଲା। ବଡ଼ ବ୍ୟବସାୟ ପାଇଁ ଯେଉଁ ସ୍ୱପ୍ନ ଦେଖୁଥିଲେ, ତାହା ମଧ୍ୟ କରିବାକୁ ତାଙ୍କ ମନରେ ଆଉ ଆଗ୍ରହ ଆସିଲାନି। ହାତକୁ ଟଙ୍କା ଆସିଥିଲେ ବି ବ୍ୟବସାୟକୁ ଆଗେଇ ନେବାକୁ ଚାହିଁଲେନି। ହରିଶଙ୍କ ଅବସ୍ଥା ଦେଖି ପରିବାର ଲୋକେ ବି ଚିନ୍ତାରେ ପଡ଼ିଲେ। ତାଙ୍କ ପ୍ରତି ଅଧିକ ଯତ୍ନବାନ ହେଉଥିଲେ। ହରିଶଙ୍କର ଆଉ କିଛି କରିବାକୁ ମନ ବି ଲାଗୁନଥିଲା। ମନେ ମନେ ସେ ରୂପାଲିକୁ ଖୋଜୁଥିଲେ। ଆଉ ଚାହୁଁଥିଲେ ଥରେ ମାତ୍ର ରୂପାଲି ଦେଖା ହୁଅନ୍ତା କି। ଦେଖାହେଲେ ପଚାରନ୍ତେ ତାଙ୍କ ସହିତ ସିଏ ଏପରି କଲେ କାହିଁକି। ଧୀରେ ଧୀରେ ସମୟ ଗଡ଼ି ଯାଉଥିଲା। ରୂପାଲି ଯିବାର ପ୍ରାୟ 10 ମାସ ହେବ। ହରିଶ ନିଜ ଜୀବନରେ ବ୍ୟସ୍ତ ରହିବାକୁ ଲାଗିଲେ। ହଠାତ୍ ସେଦିନ କୌଣସି କାମ ପଡ଼ିବାରୁ ରୂପାଲି ଘର ଦେଇ ଯାଉଥିଲେ ହରିଶ। ତାଙ୍କର ନଜର ଶ୍ୱଶୁରଙ୍କ ଘର ଉପରେ ପଡ଼ିଲା। ଝରକାରେ ଯାହାକୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଯାହାକୁ ଦେଖୁଛନ୍ତି ସିଏ ପ୍ରକୃତରେ ସିଏ କି ନୁହେଁ ବିଶ୍ୱାସ କରିପାରିଲେନି। କାଳ ବିଳମ୍ବ ନକରି ଗାଡ଼ି ଅଟକାଇ ତାଙ୍କ ଘରକୁ ଗଲେ। କଲିଂ ବେଲ୍ ମାରିବା ପରେ ତାଙ୍କ ଶାଶୁମା କବାଟ ଖୋଲିଲେ। ହରିଶଙ୍କୁ ହଠାତ୍ ଦେଖି ସେ ଏକ ପ୍ରକାର ଡରି ଯାଇଥିଲେ। ହଡ଼ବଡ଼େଇ ଯାଇ ଥତମତ ହେଲେ ଶାଶୁମା। ଯେମିତି ତାଙ୍କର କୌଣସି ସତ ପଦାକୁ ଆସିଯାଇଛି। ହରିଶ କୌଣସି କଥାକୁ ନ ଶୁଣି ଘର ଭିତରକୁ ଯିବାକୁ ଚାହିଁଲେ ତ ଶାଶୁମା ତାଙ୍କୁ ଅଟକାଇଲେ। କିନ୍ତୁ ସେ ତାଙ୍କର କୌଣସି କଥା ଶୁଣିବାକୁ ରାଜି ହେଲେନି। ଜୋର ଜବରଦସ୍ତ ଘରର ଅନ୍ୟ ରୁମ୍କୁ ଚାଲିଗଲେ ହରିଶ। ଅନ୍ୟ ରୁମ୍ରେ ଯାହାଙ୍କୁ ଦେଖିଲେ ସିଏ ଚମକି ପଡ଼ିଲେ। ସିଏ ଆଉ କେହି ନଥିଲେ, ସିଏ ଥିଲେ ତାଙ୍କ ପତ୍ନୀ ରୂପାଲି। ଏକ ହୁଇଲ୍ ଚେୟାରରେ ସେ ବସିଥିଲେ। ହଠାତ୍ ସ୍ୱାମୀଙ୍କୁ ଦେଖି ସେ କାନ୍ଦିବାକୁ ଲାଗିଲେ। ହରିଶ ପଚାରିଲେ, ତମର ଏ ଅବସ୍ଥା କେମିତି ହେଲା? କିନ୍ତୁ ତାଙ୍କ କଥାର ଜବାବ ନ ଦେଇ ରୂପାଲି କାନ୍ଦିବାରେ ବ୍ୟସ୍ତ ରହିଥିଲେ। ଶାଶୁମା କହିଲେ, ଦାଦା ଝିଅ ଭଉଣୀ ବାହାଘର ସାରି ଘରକୁ ଫେରିବା ସମୟରେ ଏକ ଆକ୍ସିଡେଣ୍ଟ ହେଲା। ଫଳରେ ତାଙ୍କର ଏମିତି ସ୍ଥାନରେ ଆଘାତ ଲାଗିଛି ଯେ ସେ ଆଉ ଚଲାବୁଲା କରିପାରିବନି। ଅପରେସନ ସମୟରେ ପୁଅ ତମକୁ ଜଣାଇବାକୁ ଚାହିଁଥିଲୁ, ମାତ୍ର ଝିଅ ମନା କଲା। ଝିଅ କହିଲା, ତମେ ଏକ ବଡ଼ କାମ କରିବାକୁ ଯାଉଛ। ଏକଥା କହି ତାଙ୍କ କାମ ଆଉ ଅଟକାଅ ନାହିଁ। ତେଣୁ ଆମେ ଚୁପ୍ ରହିଲୁ। ଡାକ୍ତର ବି କହିଲେ ଅନେକ ଟଙ୍କା ଖର୍ଚ୍ଚ କରାଯାଇପାରେ, ମାତ୍ର ରୂପାଲି ଆଉ ପୂର୍ବପରି ଚଲାବୁଲା କରିବେ ଏମିତି ସମ୍ଭାବନା ନାହିଁ। ଆହୁରି ବି ଝିଅ ଚାହିଁଲା ତା ଜୀବନ ତ ଏମିତି ନଷ୍ଟ ହୋଇଗଲା, କାହା ଉପରେ ଆଉ କାହିଁକି ବୋଝ ହେବ? ତମ ପାଖକୁ ଗଲେ ତମ ସ୍ୱପ୍ନ ପୂରଣ ହେବା କାଠିକର ପାଠ ହେବ, ଯାହା ସେ ଅପୂର୍ଣ୍ଣ ରହୁ ଚାହୁଁନଥିଲା। ତେଣୁ ରୂପାଲି ଏଭଳି ମିଛ କହିବାକୁ ଆମକୁ କହିଲା। ଆଉ ସେ ଚାହୁଁଥିଲା ଏପରି ହେଲେ ତମେ ରାଗରେ ଗାଳିମନ୍ଦ କରି ତାକୁ ଭୁଲିଯିବ, ଆଉ ଜୀବନ ସାରା ଘୃଣା କରିବ, ମୁହଁକୁ ବି ଚାହିଁବନି।
ରୂପାଲିର ଏତେ ବଡ଼ ମିଛ କଥା ଶୁଣି ସେ ଚକିତ ହୋଇଗଲେ। ସେ ଅନୁଭବ କରିପାରୁଥିଲେ ରୂପାଲି ତାଙ୍କୁ କେତେ ଭଲ ପାଉଥିଲେ। ହରିଶ କହିଲେ, ରୂପାଲି, ଯଦି ଏହି ଘଟଣା ମୋ ସହିତ ଘଟିଥାନ୍ତା ତମେ କ'ଣ ମୋତେ ଛାଡ଼ି ଦେଇଥାନ୍ତ? ଏ କଥା ଶୁଣି ରୂପାଲି କାନ୍ଦି କାନ୍ଦି କହିଲା, ଏପରି କାହିଁ କହୁଛ? ମୁଁ ତମର ସବୁଠାରୁ ବଡ଼ ଦୋଷୀ। ଆକ୍ସିଡେଣ୍ଟରେ ଆମ ଗର୍ଭରେ ବଢ଼ୁଥିବା ଛୁଆ ବି ନଷ୍ଟ ହୋଇଗଲା। ମୁଁ ବହୁତ ବଡ଼ ଦୋଷୀ ହୋଇଯାଇଛି ତମ ପାଖରେ। ମୋତେ କ୍ଷମା କରିଦିଅ। ମୋତେ ଭୁଲିଯାଇ ଆଉ କାହାକୁ ବିବାହ କରି ସଂସାର କର। ମୁଁ ଆଉ ତମ ଉପରେ ବୋଝ ହେବାକୁ ଚାହୁଁନି। ଏ କଥା କହି ରୂପାଲି ଖାଲି କାନ୍ଦିବାରେ ଲାଗିଲା। ହରିଶ ତାଙ୍କ ସ୍ତ୍ରୀକୁ ପାଖରେ ପାଇ ବହୁତ ଖୁସି ହେଉଥିଲେ। ଭାବୁଥିଲେ ଏତେ ଭଲ ସ୍ତ୍ରୀକୁ କିଛି ମାସ ଭିତରେ କେତେ କ'ଣ କଥା ମନେ ମନେ କହିଛନ୍ତି। କିନ୍ତୁ ଏବେ ଆଉ ତାଙ୍କଠାରୁ ରୂପାଲିକୁ କେହି ମୁହୂର୍ତ୍ତେ ବି ଅଲଗା ରଖିପାରିବେନି। ରୂପାଲି ଅମଙ୍ଗ ସତ୍ତ୍ୱେ ତାକୁ ନେଇ ଘରକୁ ଫେରିଆସିଥିଲେ ହରିଶ। ଆଉ ତାର ଉପଯୁକ୍ତ ଚିକିତ୍ସା କରାଇବାକୁ ବଡ଼ ବଡ଼ ଡାକ୍ତରଙ୍କ ସହ ପରାମର୍ଶ କଲେ। ଜମିବାଡ଼ି ବିକ୍ରି କରି ସୋରୁମ୍ ପାଇଁ ଯେଉଁ ମୋଟା ଅଙ୍କର ଅର୍ଥ ରଖିଥିଲେ ତାହା ପତ୍ନୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଲେ। ଯେମିତି ପୂର୍ବପରି ରୂପାଲି ପୁଣି ଚଲାବୁଲା କରିପାରିବ। ହରିଶ ଏବେ ଭଲ ଡାକ୍ତରଙ୍କ ପରାମର୍ଶରେ ରୂପାଲିଙ୍କ ଅପରେସନ୍ କରାଇଛନ୍ତି। ଯାହାଫଳରେ ରୂପାଲି ଚଲାବୁଲା କରିବାରେ ଛୋଟ ଆଶାଟିଏ ଉଜାଗର ହୋଇଛି। ଆଶା କରୁଛୁ ଏ କାହାଣୀଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଆଗକୁ ଏଭଳି ଅନେକ ଭିଡ଼ିଓ ଆମେ ଆଣିବାକୁ ଲକ୍ଷ୍ୟ ରଖିଛୁ। ଏହି ଚ୍ୟାନେଲକୁ ଆପଣ ଭଲ ପାଇବା ଦେବେ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଯାହାଫଳରେ ଆମେ ଅପଲୋଡ଼ କରୁଥିବା ପ୍ରତ୍ୟେକଟି ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସଙ୍ଗେ ସଙ୍ଗେ ପହଞ୍ଚି ପାରିବ। ଆମ ଭିଡ଼ିଓକୁ ଲାଇକ୍ କରିବେ ଏବଂ ବେଲ୍ ଆଇକନ୍କୁ ଦବାଇ ଦେବେ, ଯାହାଫଳରେ ଆମେ ଆପଣଙ୍କ ଭଲ ପାଇବା ଅନୁଭବ କରିବୁ। ଏଥିସହ ନୂଆ ଉଦ୍ଦାମତା ସହ ନୂଆ କାହାଣୀ ଭେଟି ଦେବାକୁ ଭରପୁର ପ୍ରୟାସ କରିବୁ। ଧନ୍ୟବାଦ।